ଅଫିସର ମାନେ କହୁଛନ୍ତି ମନ୍ତ୍ରୀ ମୁଣ୍ଡ ପୁରାନ୍ତୁ ନାହିଁ, ଇଏ ଦୁର୍ଭାଗ୍ୟ। ମନ୍ତ୍ରୀ ହେଉଛନ୍ତି ସର୍ବୋଚ୍ଚ ଶାସନକର୍ତ୍ତା। ପ୍ରତ୍ୟେକ ନୀତିର କାର୍ଯ୍ୟାନ୍ୱୟନରେ, ପ୍ରତ୍ୟେକ ନିଷ୍ପତ୍ତିର କାର୍ଯ୍ୟାନ୍ୱୟନରେ ବୁଝିବା, ତଦାରଖ କରିବା ଇଏ ହେଉଛି ମନ୍ତ୍ରୀଙ୍କର କାର୍ଯ୍ୟ। ଏବଂ ସେ ମନ୍ତ୍ରୀକୁ କିଏ ପରାମର୍ଶ ଦେଇପାରିବେନି, ମନ୍ତ୍ରୀକୁ କେବଳ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇପାରିବେ। କର୍ମଚାରୀ ବା ଅଧିକାରୀ ସେ ଯେତେ ବଡ଼ ହୁଅନ୍ତୁ ନା କାହିଁକି ସେ ମନ୍ତ୍ରୀଙ୍କର ଅଧସ୍ତନ। ସୁତରାଂ ସେ ପରାମର୍ଶ এটা দেওয়া উচিত নয় যে ଆପଣ ହସ୍ତକ୍ଷେପ କରନ୍ତୁ ନାହିଁ, ମୁଣ୍ଡ ପୁରାନ୍ତୁ ନାହିଁ, ଇଏ ଦୁର୍ଭାଗ୍ୟ। ଆଉ ଯଦି ଏ ଘଟଣା ସ୍ୱୟଂ ମନ୍ତ୍ରୀ କହୁଛନ୍ତି ତାହେଲେ ଆମେ ଜାଣିବାକୁ ଚାହୁଁ ଏଇଟା ଶୁଣିଲା ପରେ ମନ୍ତ୍ରୀ କି ନିଷ୍ପତ୍ତି ନେଇଛନ୍ତି। ମାନସରେ କାହାର ପରିବର୍ତ୍ତନ, ମାନସର ପରିବର୍ତ୍ତନ କରିବା କିଏ? ହୁ ୱିଲ୍ ବେଲ୍ ଦି କ୍ୟାଟ୍? ଇଟ୍ ଦି ମିନିଷ୍ଟର ହିମସେଲ୍ଫ। ତେଣୁ ସେ ତାଙ୍କୁ ମୁଣ୍ଡ ପାତି ସହି ନେବା ଉଚିତ ନୁହେଁ ବା ନିଜର ଅସହାୟତା ଉପରେ ସାଧାରଣରେ ପ୍ରକାଶ କରିବା ମଧ୍ୟ ଉଚିତ ନୁହଁ। ଯଦି ତାଙ୍କୁ ପରାମର୍ଶ ଦିଆଯାଉଛି ଯେ ଆପଣ ମୁଣ୍ଡ ପୁରାନ୍ତୁ ନାହିଁ ତାହେଲେ ତାଙ୍କୁ ସାବଧାନ କରିଦିଅନ୍ତୁ। ମନ୍ତ୍ରୀଙ୍କ କଥାରୁ ତ ତାହା ଜଣା ପଡୁଛି, ମନ୍ତ୍ରୀଙ୍କ କଥାରୁ ତ ଜଣା ପଡୁଛି। ଯଦି ଆପଣ ଯାହା କହୁଛନ୍ତି ମନ୍ତ୍ରୀ ତାହା କହିଥାନ୍ତି, କାରଣ ପ୍ରତ୍ୟକ୍ଷ ଭାବରେ ମନ୍ତ୍ରୀଟା ଶୁଣି ନାହିଁ। ଯଦି ଆପଣଙ୍କ କଥା ଅନୁସାରେ ମନ୍ତ୍ରୀ କହୁଛନ୍ତି ଯେ ତାଙ୍କୁ ଅଫିସର ମାନେ କହୁଛନ୍ତି କଟନୀ ଚଟନୀ ବାବଦରେ ଆପଣ ମୁଣ୍ଡ ପୁରାନ୍ତୁ ନାହିଁ, ତାହେଲେ ମୋର ମତ ହେଲା ଏହା ଦୁର୍ଭାଗ୍ୟ ଏବଂ ମନ୍ତ୍ରୀ ସେପରି ଅଫିସରଙ୍କୁ କ୍ଷମା ଦେବା ଉଚିତ ନୁହଁ। ଆମର ମତ ହେଲା, ଦୃଢ ମତ ହେଲା ଯେ କଟନୀ ଚଟନୀ ହବା ଉଚିତ ନୁହଁ। କିନ୍ତୁ ଦୁର୍ଭାଗ୍ୟ କଣ ଜାଣିଛନ୍ତି? ଦୁର୍ଭାଗ୍ୟଟା ହେଲା ଯେ ଅନେକ ଜାଗାରେ ମିଆଁ ବିବି ରାଜି ତ କ୍ୟା କରେଗା ପାଜି, এইটা ঘটুଛି।